ଅନୁଭବ ମହାନ୍ତିଙ୍କର ଫିଲ୍ମ ଛକିଶୂନକୁ ଦର୍ଶକମାନେ ଆଭରେଜ ରିଭ୍ୟୁ ଦେଉଛନ୍ତି, କିନ୍ତୁ ତଥାପି ଛକିଶୂନ ଦେଖିବା ପାଇଁ ଦର୍ଶକମାନଙ୍କ ଭିଡ଼ ପ୍ରବଳ। କାରଣ ଛକିଶୂନ ଫିଲ୍ମ ସରିବା ପରେ ରାବଣ ଫିଲ୍ମର ଟିଜର ସେମାନେ ଦେଖିବାକୁ ପାଉଛନ୍ତି। ରାବଣ ନୋ ଡାଉଟ୍ ଗୋଟେ ବଡ଼ ସିନେମା, ଯାହାର କାପାସିଟି 50 କୋଟି ଇନକମ୍ କରିବାର ଅଛି। ସେଥିପାଇଁ ସବୁ ଲୋକ କେବଳ ରାବଣର ଟିଜର ଦେଖିବା ପାଇଁ ଛକିଶୂନର ଟିକେଟ୍ ବୁକ୍ କରୁଛନ୍ତି। କାରଣ ରାବଣର ଟିଜର ୟୁଟ୍ୟୁବରେ ଆଭେଲେବୁଲ୍ ନାହିଁ। ସେଥିପାଇଁ ହଲ୍କୁ ଗଲେ କେବଳ ଆପଣ ତା ଟିଜର ଦେଖିପାରିବେ। ଗୋଟେ ଲୋକ କେମିତି ରାମରୁ ରାବଣ ହେଉଛି, ରାବଣ ହେଲା ପରେ ସେ କେମିତି ସବୁ କାମ କରୁଛି, ସେ ଫିଲ୍ମରେ ଆପଣ ସେଇ ଜିନିଷ ଗୁଡ଼ାକ ଦେଖିବାକୁ ପାଇବେ। ସେ ଫିଲ୍ମରେ ଅନୁଭବଙ୍କର 5ଟି ରୋଲ୍ ଅଛି, ମାନେ 5ଟି କ୍ୟାରେକ୍ଟର ଅନୁଭବ ମହାନ୍ତି କରିଛନ୍ତି। ସେଥିପାଇଁ ସେ ମୁଭିର ହାଇପ୍ ବହୁତ ଅଛି। ସେ ମୁଭିଟି ଏଇ ବର୍ଷ ମାନେ 2026 ଦଶହରାରେ ଆସୁଛି। ରାବଣ ଫିଲ୍ମର ସୁଟିଂ ପୁରା ଜୋରସୋର ଭାବେ ଚାଲିଛି। ରାବଣର ଟିଜର ଯେତେବେଳେ ହଲ୍ରେ କାଲି ପଡ଼ିଲା ଛକିଶୂନର ଏଣ୍ଡିଂରେ, ସେତେବେଳେ ବିଶ୍ୱାସ କରିବେନି ଲୋକମାନେ ପୁରା ପାଗଳ ହେଇଗଲେ। କାରଣ ରାବଣ ଗୋଟେ ଏତେ ବଡ଼ ସିନେମା, ତାର ଟିଜର ଏମିତି ଅଚାନକ ଭାବେ ଗୋଟେ ନର୍ମାଲ ଫିଲ୍ମର ଏଣ୍ଡରେ ଆସିଯିବ, ଏଇଟା କେହି ବି ଭାବିନଥିଲେ। ସମସ୍ତେ ଆସିଲେ ରାବଣ ଟିଜର ଆନାଉନ୍ସ କରିକି ସେମାନେ ପକାଇବେ, କିନ୍ତୁ ଏମିତି ଅଟୋମେଟିକାଲି କାହାକୁ ନ କହିକି ସେମାନେ ଆନାଉନ୍ସ କରିଦେବେ, କେହି ବି ଜାଣିନଥିଲେ। ଏଇଟା ଗୋଟେ ସରପ୍ରାଇଜ୍ ଥିଲା ଅନୁଭବ ମହାନ୍ତିଙ୍କର ତାଙ୍କ ଫ୍ୟାନ୍ଙ୍କ ପାଇଁ। ତ ସମସ୍ତଙ୍କୁ ରିକ୍ୱେଷ୍ଟ ରହିଲା, ଯେଉଁମାନେ ରାବଣର ଟିଜର ଦେଖିବାକୁ ଚାହୁଁଛନ୍ତି ଛକିଶୂନର ଟିକେଟ୍ ବୁକ୍ କରନ୍ତୁ, ତା ସହ ରାବଣର ମଜା ବି ଉପଭୋଗ କରନ୍ତୁ। ତ ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ ଛକିଶୂନ ମୁଭିର ପୁରା ରିଭ୍ୟୁ କହିବି। ସେ ମୋତେ ବିଦାୟ ଦିଅନ୍ତୁ। ରହୁଛି, ଜୟ ଜଗନ୍ନାଥ।